ଗଭର୍ଣ୍ଣମେଣ୍ଟର ଯେତେବେଳେ ଇନଭେଣ୍ଟରୀ ପ୍ରିନ୍ସିପଲ ଆସେ ସେତେବେଳେ ଯେତେବେଳେ ଗୋଟେ ଜାଗାରେ ଲକ୍ ପଡିଥାଏ ସେ ଲକ୍ ଟିକୁ ଖୋଲିବା ପାଇଁ ଗୋଟେ ମାଜିଷ୍ଟ୍ରେଟ ଆପଏଣ୍ଟ ହୁଅନ୍ତି ଏବଂ ତାଙ୍କ ଉପସ୍ଥିତିରେ କ୍ୟାମେରା ଥାଇ ମିଡିଆ ଥାଇ ସେଟା ଖୋଲା ଯାଏ। ପ୍ରତ୍ୟେକ ଇନଷ୍ଟିଟ୍ୟୁସନ ଆପଣ ଦେଖନ୍ତୁ, ଯଦି ଶ୍ରୀମନ୍ଦିର ଗୋଟେ ସେନ୍ସିଟିଭ ଜିନିଷ, ଧାର୍ମିକ ଜିନିଷ, ଜଗନ୍ନାଥ ମହାପ୍ରଭୁ ହେଲେ ବିଶ୍ୱର ଦେବତା, ବିଶ୍ୱର ଦେବତାଙ୍କର ଯେତେବେଳେ ରତ୍ନଭଣ୍ଡାର ଖୋଲା ହେବା କଥା ରହିଲା, କେବଳ ରତ୍ନଭଣ୍ଡାର ଖୋଲା କଥା ନାହିଁ, ମୁଁ କହି ରଖିବା ପାଇଁ ଚାହେଁ ନିର୍ବାଚନରେ ମହାପ୍ରଭୁଙ୍କୁ ପ୍ରଚାର ପ୍ରସାରରେ ଲଗେଇଦେଲେ, ରତ୍ନଭଣ୍ଡାରକୁ ମୁଦ୍ରା କଲେ, ନିର୍ବାଚନ ମ୍ୟାନିଫେକ୍ଚରରେ କହିଲେ ଯେ ଆମେ ରତ୍ନଭଣ୍ଡାର ଖୋଲିବୁ ଏବଂ ଗଣତି ଆଉ ମଣତି କରିବୁ। ଯେତେବେଳେ ରତ୍ନଭଣ୍ଡାର ତମେ ଖୋଲିଲ ସେତେବେଳେ ଗଣତି ମଣତି କାହିଁ କଲନି, ତାକୁ କାହିଁକି ହ୍ୟାଣ୍ଡ ଓଭର ଦେଲନି, ପବ୍ଲିକ କି କାହିଁକି ଜଣେଇଲନି ଏତିକି ଜିନିଷ ଆମ ପାଖରେ ଅଛି ଯାହା ତମେ କହିଥିଲ, ଯାହା ବିଜେପି ସରକାର ନିର୍ବାଚନ ସମୟରେ ଜନସାଧାରଣ ମାନଙ୍କୁ କହିଥିଲା, କେବଳ ଭକୁଆ କରିବା ପାଇଁ, ଲୋକମାନଙ୍କୁ ବୁଲେଇବା ପାଇଁ ୟାଙ୍କର ପ୍ରତିଶ୍ରୁତି। ଯୋଉ ସରକାର ନିଜେ କହିଛନ୍ତି ଯେ ଜୁମଲା ଦେଖାନ୍ତି ନିର୍ବାଚନ ଆସିଲେ, ସେ କେବଳ ଲୋକଙ୍କର ଭୋଟ ନବା ପାଇଁ ଜୁମଲା ଦେଖେଇଥିଲେ, ତେଣୁ ପୁଣି ତାକୁ ନେଇକି ରତ୍ନଭଣ୍ଡାର ନେଇକି ଆଉ ଗୋଟେ ଜାଗାରେ ସ୍ଥାନାନ୍ତରିତ କଲେ। ସେ ସ୍ଥାନାନ୍ତରିତ କରିସାରିଲା ପରେ ରତ୍ନଭଣ୍ଡାର ମରାମତି ହେଇ କହି ପୁଣି ସେ ରତ୍ନଭଣ୍ଡାରରୁ ଜିନିଷ ନେଇକି ତାକୁ ରଖିଦେଲେ। ଫଳରେ ଏଇ ଯୋଉ ତାଙ୍କର ଏଠୁ ନେଇ ସେଠି ରଖିଲେ, ସେଠୁ ନେଇ ଏଠି ରଖିଲେ, ଗଣତି ନାହିଁ କି ମଣତି ନାହିଁ, ଲୋକମାନେ ବର୍ତ୍ତମାନ ଜାଣିବାକୁ ଚାହୁଁଛନ୍ତି ଯେ ସରକାର ୟା ଦେହରୁ ହରିଲୁଟ କରିଛନ୍ତି। ଲୋକଲୋଚନକୁ ଆଣନ୍ତୁ, କେତେ ଗଣତି କଲେ, କେତେ ମଣତି କଲେ ବିଜେପି ସରକାରର ମ୍ୟାନିଫେକ୍ଚର ଅନୁସାରେ। ଧନ୍ୟବାଦ। ମୁଁ ଆପଣଙ୍କୁ କହି ରଖିବା ପାଇଁ ଚାହେଁ, ଯୋଉ କଥା ଆପଣ ପଚାରୁଛନ୍ତି, ବିଜୁ ଜନତା ଦଳ ସରକାରରେ ଥିଲାବେଳେ ଏଏସଆଇ କୁ ବାରମ୍ବାର ଚିଠି ଲେଖିଛନ୍ତି, ଆପଣ ଦେଖିପାରିବେ। କେନ୍ଦ୍ର ସରକାରଙ୍କ ଅଧୀନରେ ଥିଲା ଏଏସଆଇ, ବିଜେପି ସରକାର ପରମିଶନ ଦେଲେନି ଏଏସଆଇ କି। ଯେତେବେଳେ ରତ୍ନଭଣ୍ଡାର ମରାମତି ପାଇଁ, ଯେତେବେଳେ ରତ୍ନଭଣ୍ଡାର ମରାମତି ପାଇଁ ଏଏସଆଇ ପରମିଶନ ଦେଲା, 2023 ମସିହାରେ ଆମର ଗଠନ କରାଗଲା କମିଟି। ସେ କମିଟିରେ ଅର୍ଜିତ ପଶାୟତ କୁ କମିଟି କରାଗଲା, ସୁପ୍ରିମକୋର୍ଟର ଯିଏ ବିଚାରପତି ପରମର ଥିଲେ। ଏବେ ମଧ୍ୟ ସରକାର କରିଛନ୍ତି କଣ ନା, ତାଙ୍କୁ ହଟେଇ ଦେଇ, ସୁପ୍ରିମକୋର୍ଟର ବିଚାରପତି କି ହଟେଇ ଦେଇ ପୁଣି ଆଉ ଗୋଟେ ହାଇକୋର୍ଟର ବିଚାରପତି କି ନେଇ କମିଟି କରିଛନ୍ତି। ମୁଁ କହି ରଖିବା ପାଇଁ ଚାହେଁ ଆପଣଙ୍କୁ, ବିଚାରପତିଙ୍କ ଯେତେବେଳେ 2023 ମସିହାରେ ଫର୍ମେସନ କରାଯାଇଥିଲା, ଏଏସଆଇ ପରମିଶନ ଦେଇ ନଥିଲା। ଆପଣ ପଚାରିକି ଦେଖନ୍ତୁ, ନବୀନ ପଟ୍ଟନାୟକ ସରକାରରେ ନବୀନ ପଟ୍ଟନାୟକ ବାରମ୍ବାର ଚିଠି ଲେଖିଛନ୍ତି। ତେଣୁ ଏ ବିଜେପି ସରକାର ଯୋଉ ଲୋକଙ୍କୁ ଭୁଆ ବୁଲଉଛି, ଲୋକମାନେ ବୁଝିଗଲେଣି। ତେଣୁ ଆପଣଙ୍କ ମାଧ୍ୟମରେ ସେମାନେ ବିଜେପି ସରକାରଙ୍କୁ ମୁଁ ନିବେଦନ କରିବାକୁ ଚାହୁଁଛି, ଆପଣ ଗଣତି ମଣତି କରିକି ଯାହା ଲୋକଙ୍କ ପାଖରେ ଲୋକଲୋଚନକୁ ନିଅନ୍ତୁ, ନଚେତ ଆପଣ ତା ଦେହରୁ ହରିଲୁଟ କରିଛନ୍ତି। ଲୋକ ୟାର ଉଚିତ ଜବାବ ଆଗାମୀ ଦିନରେ ଆପଣଙ୍କୁ ଦେବେ। ଧନ୍ୟବାଦ। ଆପଣ ଆଜ୍ଞା ଗଣମାଧ୍ୟମର ଚତୁର୍ଥ ସ୍ତମ୍ଭ, ମୁଁ ଯାହା କହିଲି, ଗଭର୍ଣ୍ଣମେଣ୍ଟର ଗୋଟେ ଇନଭେଣ୍ଟରୀ ପ୍ରିନ୍ସିପଲ ଅଛି। ସେ ପ୍ରିନ୍ସିପଲରେ ଆପଣ ମାନେ ଦେଖିଥିବେ, ଗୋଟେ ଅଫିସ ଯେତେବେଳେ ତାଲା ପଡେ, ସେ ଅଫିସର ଯେତେବେଳେ ତାଲାଟାକୁ ଭଙ୍ଗାଯାଏ, ଜଣେ ମାଜିଷ୍ଟ୍ରେଟ ଥାନ୍ତି, ସେଟା ରେକର୍ଡ ହୁଏ ଏବଂ ଗଣତି ମଣତି କରାଯାଏ, ସେଠି କଣ ଅଛି କଣ ନାହିଁ ସବୁ। ତାହେଲେ ମନ୍ଦିର କଥାରେ କାହିଁକି ନୁହଁ, ଆରେ ଏପଟେ ତ ଗୋଟେ କଥା, ସେପଟେ ଗୋଟେ କଥା, କୋଉଠି ନା କୋଉଠି ତାଙ୍କ ଭିତରେ ହରିଲୁଟ କରିବା ପାଇଁ ବ୍ୟବସ୍ଥା ଅଛି। ଲୋକଙ୍କୁ ଭୁଆଁ ବୁଲେଇକି ଆଜ୍ଞା ନିର୍ବାଚନ ଜିତିଗଲେ, କିନ୍ତୁ ସାଧାରଣ ଲୋକ ଆପଣଙ୍କୁ ନଜର କରିଛନ୍ତି, ଜମା ଛାଡିବେନି। ଶ୍ରୀମନ୍ଦିର କଥା, ଧାର୍ମିକ କଥା, ଆପଣଙ୍କର ଯାହା ପ୍ରତିଶ୍ରୁତି ଦେଇଥିଲେ ସେ ପ୍ରତିଶ୍ରୁତିକୁ ଆପଣ ରଖିନାହାନ୍ତି। ତେଣୁ ଆଗାମୀ ଦିନରେ ଲୋକ ଆକୁ ଉଚିତ ଜବାବ ଦେବେ।